ଦୋଷ କରିଥିଲି? ଆରେ କାହିଁକି କାହିଁକି ତୁମେ ଏତେ ବଡ଼ ସର୍ବନାଶ କରିଦେଲୁ? କାହିଁକି ତୁ ସର୍ବନାଶ କରିଦେଲୁ ମୋର? ଆହୁରି କାନ ମାଷ୍ଟର ଗୋପବନ୍ଧୁ 25 ବର୍ଷ ତଳର କଥା ମନେ ଅଛି? ମୁଁ ବି ତୋର ଗୋଡ଼ ହାତ ଧରି କେତେ କାନ୍ଦିଥିଲି। କାହା କଥା କହୁଛ? କାହା କଥା କହୁଛ ତମେ? ମୋହନ 25 ବର୍ଷ ତଳେ ଭଲ ପାଉଥିଲି ପୁଷ୍ୟମଣିକୁ। ଆମ ଗାଁରେ ଅଦାଲତ ବସେଇ ମତେ ଦୋଷୀ ସଜାଇଲ। ଏଇଆ ସାରା ମୋ ନାଁରେ ନିନ୍ଦାନଗର ବାଜିଲା। একথা শুনি ମୋ ସ୍ତ୍ରୀ ଅଞ୍ଜଳି ଆତ୍ମହତ୍ୟା କରିଦେଲା। ଆଉ ମୁଁ ଜେଲ ଗଲା ପରେ ମୋ ସ୍ତ୍ରୀ ଆତ୍ମହତ୍ୟା କରିଦେଲା। ଜେଲରୁ ଫେରି ଶୁଣିଲି ତମେ ମୋର 2 ବର୍ଷ ଛୁଆଟାକୁ ଆଣି କାହାକୁ ବିକ୍ରି କରିଦେଇଛ। ସେଦିନର ମୋହନ ଆଜିର ମେଘନାଥ। ଭଗବନ୍ଧୁ ମହାନ୍ତି ମୋ ପୁଅକୁ ତମେ କ'ଣ କଲ? ସେ ବଞ୍ଚିଛି ନା ମରିଛି? ଜବାବ ଦିଅ। 20 ବର୍ଷ ତଳର କଥା ମୋର ମନେ ପଡ଼ିଲା ହଁ ଗୁରୁଜୀ, ତମର ସେଇ 25 ବର୍ଷର ଅମାନତକୁ ମୁଁ ଏବେ ଏଇ ପର୍ଯ୍ୟନ୍ତ ସାଇତି ରଖିଛି। সোনা কোଉଠି ଅଛି? ଖୁବ୍ ନିକଟରେ। କୋଉଠି ଅଛି ସେ? ଆରେ ମୋ ପୁଅ ଚିନୁ। ନାଇଁ ରେ, ତୁ ସନାଗ ଛାତର ପୁଅ ନୁହଁ, ତୁ ହଉଛୁ ଏ ମେଘନାଦର ପୁଅ। ମୋ ପୁଅ? ଆରେ ଭଗବାନ, ମୁଁ ତାର କେତେ ବଡ଼ କ୍ଷତି କରିଦେଇଛି। ନା, ତମେ ଗୋଟେ ଅସାମାଜିକ ଲୋକ। ମୁଁ ଏ ସମାଜ ପାଇଁ କଲଙ୍କ। ମୁଁ ଗୋଟେ କୁଟଗ୍ନ ବେଇମାନ। ହେଲେ ମତେ ବେଇମାନ ସରେଇଛି ଏ ଗୋପବନ୍ଧୁ ମାନ। ମତେ ଅମଣିଷ ସରେଇଛି ଏ ଗୋପବନ୍ଧୁ ମାନ। ମୁଁ ତାକୁ ଗୁରୁଜୀ এই ছিল ତୁ ମୋ ଆଗରେ ମାରିପାରିବେନି ସିନା। ଜୀବନ ସାରା ମତେ ଯୋଉ ଶିକ୍ଷା ପ୍ରଦାନ କରି ଆପଣ ତ୍ୟାଗ କରିଛନ୍ତି,